ଜମିହରା ପ୍ରଜାଙ୍କୁ ନାଲ୍କୋର ପ୍ରତାରଣା। ଜମିହରା ପ୍ରଜାଙ୍କ ଅଭିଯୋଗ ନାଲ୍କୋ ବିରୋଧରେ ନ୍ୟାୟର ଲଢ଼େଇ। ବରପାଳ ବ୍ଲକ ଅଞ୍ଚଳରେ ଗଢ଼ି ଉଠିଥିବା ନାଲ୍କୋ ନବରତ୍ନ କମ୍ପାନୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜମିକୁ ଅଧିଗ୍ରହଣ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉଚିତ କ୍ଷତିପୂରଣ ନ ଦେଇ ଲୋକଙ୍କୁ ଠକି ଚାଲିଛି। ସୂଚନା ଅନୁଯାୟୀ କୁଲାଡ଼ ଗ୍ରାମର ଅଭୟ କୁମାର ସିଂ ଓ ମଧୁସ୍ମିତା ପଟ୍ଟନାୟକଙ୍କ ନାଲ୍କୋ କଲୋନୀ ମଧ୍ୟରେ ଏସ୍ବିଏମ୍ ସ୍କୁଲ ସମ୍ମୁଖରେ ଥିବା ଏକ ଜାଗାକୁ ଚିହ୍ନଟ କରିବା ପାଇଁ ନାଲ୍କୋ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ପାଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କ୍ରମେ ତହସିଲଦାର ବଂରପାଳ ରାଜସ୍ୱ ନିରୀକ୍ଷକ ଆର୍ଆଇ ରାଜସ୍ୱ ସୁପରଭାଇଜର ଓ ନାଲ୍କୋର ଅଧିକାରୀମାନଙ୍କ ଉପସ୍ଥିତିରେ ଜାଗା ଚିହ୍ନଟ କରିବାକୁ ଆସି ତହସିଲଦାର ମୌଖିକ ଭାବରେ କହିଥିଲେ ଯେ ବିବାଦୀୟ ଜମି ରାଜସ୍ୱ ରେକର୍ଡ ଅଭୟ କୁମାର ସିଂ ଓ ମଧୁସ୍ମିତା ପଟ୍ଟନାୟକ ନାମରେ ରହିଛି, କିନ୍ତୁ ସେ ଏହା ମଧ୍ୟ କହିଥିଲେ ଯେ ଜମିଟି ନାଲ୍କୋ ନିୟନ୍ତ୍ରଣରେ ଥିବାରୁ ଜମି ଚିହ୍ନଟ କରାଯାଇପାରିବ ନାହିଁ। ତେବେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଯଦି ବିବାଦୀୟ ଜମି ରାଜସ୍ୱ ରେକର୍ଡରେ ଆମ ନାମରେ ରହିଛି ତେବେ କେବଳ ଏହା ନାଲ୍କୋର ନିୟନ୍ତ୍ରଣ ଥିବା କାରଣ ଦର୍ଶାଇ ଜମି ଚିହ୍ନଟ ନ କରିବାର ଆଇନଗତ ଆଧାର କ'ଣ? ଯଦି ଏପରି କୌଣସି ଆଇନ ସରକାରୀ ନିର୍ଦ୍ଦେଶ ପରିପତ୍ର କିମ୍ବା ଅନ୍ୟ କୌଣସି ବୈଧ ରେକର୍ଡ ରହିଛି ତେବେ ତାହା ଲିଖିତ ଭାବରେ ଆମକୁ ଜଣାଯିବା ଉଚିତ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସିଂ। ଅନୁଗୁଳରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ, ଆପଣଙ୍କ ଖବର। ଜାଗାଟି ମୋର ବହୁତ ଦିନ ହେଲା ମୁଁ ଜଣାଇ ଆସୁଛି ଯେ ଆମର ଜାଗାଟି ଆପଣଙ୍କ ଅଧୀନରେ ଅଛି, ତେଣୁ ତା'ର କିଛି ବ୍ୟବସ୍ଥା କରନ୍ତୁ। ତାପରେ ମୁଁ ମଧ୍ୟ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲି, ତଳ କୋର୍ଟରୁ ଯାଇକି ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲି। ହାଇକୋର୍ଟର ନିର୍ଦ୍ଦେଶ ଥିଲା 23/4/2027ରେ ତହସିଲଦାରଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ଯେ 2 ମାସ ଭିତରେ ଜାଗାଟି ଚିହ୍ନଟ କରନ୍ତୁ, ଆନେକ୍ସର 8କୁ ଫଲୋ କରନ୍ତୁ, ଯାହାକି ସମ୍ପୂର୍ଣ୍ଣ ଡିମାର୍କେସନ୍ର ଥିଲା। କିନ୍ତୁ 2 ମାସ 23/4, 23/5 ଏମିତି 23/6 ବିତି ଯାଇଥିଲେ ମଧ୍ୟ ଆଜି 23/7ରେ ମୋତେ ଗୋଟେ ନୋଟିସ୍ କରିଥିଲେ ତହସିଲଦାର ବାବୁ, ଏ ଜାଗା ଡିମାର୍କେସନ୍ ହେବ। ଆମେ 10:30 ବେଳେ ଆମର ଆର୍ଆଇ ମ୍ୟାଡ଼ାମ୍ ଆସିଥିଲେ, ଆର୍ଆଇ ସୁପରଭାଇଜର ଆସିଥିଲେ ଏବଂ ନାଲ୍କୋର ସାର୍ ବି ଆସିଥିଲେ ଏବଂ ତହସିଲଦାର ମହୋଦୟ ଏଠାରେ ଉପସ୍ଥିତ ଥିଲେ। କିନ୍ତୁ ଆସି ମୋର ପଟା କବଲା ଯାହା ବି ଦେଖିବା କଥା ଦେଖିଲେ ଏବଂ କହିଲେ ଏଇ ଜାଗାଟି ହେଉଛି ତୁମର। ମୁଁ କହିଲି ଠିକ୍ ଅଛି, ଆପଣ ଡିମାର୍କେସନ୍ କରନ୍ତୁ, ଯାହା ନୋଟିସ୍ କରିଛନ୍ତି ହାଇକୋର୍ଟର ନିର୍ଦ୍ଦେଶ ଯାହା ଅଛି ଦେଖନ୍ତୁ ଏବଂ ତା ଅନୁସାରେ ଚାଲନ୍ତୁ। କିନ୍ତୁ ତହସିଲଦାର ମହାଶୟ ମନା କରିଦେଲେ, ନାହିଁ ଆମେ କରିପାରିବୁ ନାହିଁ, ଡିମାର୍କେସନ୍ କରିପାରିବୁନି। ମୁଁ କହିବାର କାରଣ ପଚାରିବାରୁ ସେ କହୁଛନ୍ତି ଆମେ କୋର୍ଟକୁ ଲେଖିକି ଦେବୁ। 46 ବର୍ଷ ହେଲାଣି ଜାଗାଟି ଅଧୀନରେ ରଖିଥିବାର ନାଲ୍କୋ ଆମେ କେତେ ଯେ ଅସୁବିଧା ଭୋଗ କରୁଛୁ ସେଟା ବି ତଦନ୍ତ କରାଯାଉ। କେତେ ଜାଗା ଅଛି? ଏଠି ପ୍ରାୟ 15 ଗୁଣ୍ଠୁ ମୋର ଜାଗା ଅଛି। ଆପଣଙ୍କ ଜାଗାଟି ଅଛି ବୋଲି କହୁଛନ୍ତି, କେଉଁ ଜାଗାରେ ପର୍ଟିକୁଲାର କେଉଁ ଜାଗାରେ ପ୍ଲେସ୍ଟା ଅଛି? ମୁଁ ଯାହା ଦେଖିବାକୁ ପାଇଛି SVM ସରସ୍ୱତୀ ବିଦ୍ୟା ମନ୍ଦିର ନାଲ୍କୋ, ତା'ର ଫ୍ରଣ୍ଟରେ ମୋର ଜାଗାଟି ଅଛି। ଆପଣ ଆଜି ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ଆଜି ତହସିଲଦାର ଆସିଥିଲେ ଡିମାର୍କେସନ୍ ପାଇଁ, କିନ୍ତୁ କିଛି ହେଇପାରିଲାନି। ତ ଆପଣ ଭାବୁଛନ୍ତି କି ନାଲ୍କୋର କିଛି ପ୍ରେସରରେ ତହସିଲଦାର ବାବୁ ଏଇଭଳିଆ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିକି ଫେରିଗଲେ ବୋଲି? ନିହାତି ନାଲ୍କୋର କିଛି ଅଫିସରଙ୍କର ମନମୁଖୀ ଶାସନ ଆଉ ଦମନଗିରି ଏଇଭଳି ସଂସ୍ଥା ଚାଲିଛି, ଯାହାକି ବର୍ଷ ବର୍ଷ ଧରି ନାଲ୍କୋ 82 ମସିହାରୁ ତାଙ୍କର ଜମି ଚେକ୍ କରାଯାଉ ବହୁତ ଭୁଲ ଅଛି, ଯାହାକି ଏଠିକାର ଜମିହରା ପ୍ରଜା ଆଜି ପର୍ଯ୍ୟନ୍ତ ମଧ୍ୟ ନ୍ୟାୟ ପାଇପାରୁନାହାନ୍ତି। କ'ଣ ରହିବ ଆଗାମୀ ପଦକ୍ଷେପ ଆପଣଙ୍କର? ଆଗାମୀ ପଦକ୍ଷେପ ମୋର କୋର୍ଟ ନିର୍ଦ୍ଦେଶକୁ ମୁଁ ଯାହା ହେବ ତଦନ୍ତ ଅନୁଯାୟୀ ତାହା ମୁଁ ମାନିବି ଏବଂ ଏହା ତଦନ୍ତ ହେଉ, ଯାହା ନିର୍ଦ୍ଦେଶ ଆସିବ ହାଇକୋର୍ଟଙ୍କ ତରଫରୁ ମୁଁ ମାନିବା ପାଇଁ ରାଜି ଅଛି। ଅଧିକ ଖବର ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇब କରନ୍ତୁ।